ଛଅସ୍ତରୀତମ ବନ ମହୋତ୍ସବ ସପ୍ତାହରେ ବୁଲି ବୁଲି ଚାରା ବାଣ୍ଟିଲେ ପ୍ରକୃତି ବନ୍ଧୁ ଦମ୍ପତି। ପ୍ରକୃତିର ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ପ୍ରକୃତି ବନ୍ଧୁ ଆଦର୍ଶ ଶିକ୍ଷକ ଶିକ୍ଷୟିତ୍ରୀ ଦମ୍ପତି। ଉଭୟ ଦମ୍ପତି କଟକ ଜିଲ୍ଲାର ଡମପଡ଼ା ବ୍ଲକରେ ଶିକ୍ଷକତା କରୁଛନ୍ତି। ନିଜର ଘର ହେଉଛି ଡମପଡ଼ା ବ୍ଲକର ପ୍ରାକୃତିକ ପରିବେଶ ପୂର୍ଣ୍ଣ ପାହାଡ଼ ପର୍ବତ ଘେରା ଢଁସର ଗ୍ରାମ ପଞ୍ଚାୟତରେ। ଶ୍ରୀଯୁକ୍ତ ବଳରାମ ପାଇକରାୟ ବାଙ୍କି ଚର୍ଚ୍ଚିକା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ବେଳେ ଶ୍ରୀମତୀ ନିବେଦିତା ପାଇକରାୟ ଗୋପାଳପୁର ପଣ୍ଡିତ ଗୋବିନ୍ଦ ରଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ପେଶା ସିନା ଶିକ୍ଷକତା, ହେଲେ ନିଶା ହେଉଛି ପ୍ରକୃତିର ସଂରକ୍ଷଣ ଓ ପରିବେଶ ସୁରକ୍ଷା। ଏ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ 2020 ମସିହାରେ ଶ୍ରୀଯୁକ୍ତ ପାଇକରାୟଙ୍କୁ 2025 ମସିହାରେ ଶ୍ରୀମତୀ ପାଇକରାୟଙ୍କୁ ରାଜ୍ୟସ୍ତରୀୟ ସମ୍ମାନଜନକ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉଭୟ ଦମ୍ପତି ପ୍ରକୃତିକୁ ଏତେ ଭଲ ପାଉଛନ୍ତି ଯେ 76ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ପ୍ରତିଦିନ ନିଜ ସ୍କୁଟିରେ ନିଜେ ସଯତ୍ନରେ ବଢ଼ାଇଥିବା ଚାରାକୁ ବିନା ମୂଲ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ କାର୍ଯ୍ୟାଳୟରେ ବଣ୍ଟନ କରିବା ସହିତ ସବୁ ବର୍ଗର ବ୍ୟକ୍ତିବିଶେଷକୁ ସାମିଲ କରାଇ ବୃକ୍ଷରୋପଣ କରି ପରିବେଶ ପ୍ରତି ଆଗ୍ରହ ସୃଷ୍ଟି କରାଉଛନ୍ତି। ସେମାନଙ୍କ ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ପରିବେଶ ସହିତ ଜଡ଼ିତ କରାଇ ପରିବେଶ ପ୍ରତି ଆଗ୍ରହ ସୃଷ୍ଟି କରାଇଲେ ନିଶ୍ଚିନ୍ତ ଭାବେ ସବୁଜ ବନାନୀ ଭରା ସୁନ୍ଦର ପରିବେଶଟିଏ ଗଠନ ହୋଇପାରିବ, ଯାହାଫଳରେ ପରିବେଶ ସନ୍ତୁଳନ ହେବା ସହିତ ପୃଥିବୀ ପୃଷ୍ଠରେ ସମସ୍ତ ଜୀବଜଗତ ଶାନ୍ତିରେ ଜୀବନ ଯାପନ କରିପାରିବ। ନିଶ୍ଚୟ ଭାବେ ଜୀବଜଗତ ବିଭିନ୍ନ ପ୍ରାକୃତିକ ଦୁର୍ବିପାକରୁ ନିଜକୁ ରକ୍ଷା କରିପାରିବ। ତାଙ୍କର ଏହି ମହତ୍ ଉଦ୍ୟମ ପାଇଁ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ପରିବେଶବିତ୍ ମାନେ ଉଚ୍ଚ ପ୍ରଶଂସା କରୁଛନ୍ତି। ବ୍ୟୁରୋ ରିପୋର୍ଟ, ବ୍ରହ୍ମକେଳା ନ୍ୟୁଜ।